ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କାଳରେ ରଥଯାତ୍ରାର ସଂଗୃହୀତ ତଥ୍ୟ 1805 ମସିହା ଜୁଲାଇ ମାସରେ ହୋଇଥିବା ରଥଯାତ୍ରା ନିର୍ଦ୍ଦିଷ୍ଟ ସମୟରେ ବିଗ୍ରହମାନଙ୍କୁ ପହଣ୍ଡି କରି ମନ୍ଦିରର ଗେଟ୍ ସାମ୍ନାକୁ ଅଣାଗଲା। ବଳଭଦ୍ର ସୁଭଦ୍ରା ଜଗନ୍ନାଥଙ୍କ ମସ୍ତକ ଫୁଲ ଦ୍ୱାରା ଆଚ୍ଛାଦିତ କରାଯାଇଥିଲା। ସେହି ଫୁଲ ନେବାକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବ୍ୟସ୍ତ ଥିଲେ। ବହୁଳ ଯାତ୍ରୀଙ୍କ ସମାଗମ ମଧ୍ୟ ହୋଇଥିଲା। ସେତେବେଳେ ନିୟମିତତା ଓ ଶୃଙ୍ଖଳା ସମସ୍ତେ ରକ୍ଷା କରୁଥିଲେ। କୌଣସି ପ୍ରକାରର ଗଣ୍ଡଗୋଳ ଘଟଣା ଦେଖାଯାଇ ନଥିଲା। ବିଗ୍ରହମାନଙ୍କୁ ରଥ ଉପରେ ଅବସ୍ଥାପିତ କରି ସହସ୍ର ଲୋକଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ରଥ ଟଣା ଯାଇଥିଲା। ପ୍ରତ୍ୟେକ ରଥର ଉଚ୍ଚତା ପ୍ରାୟ 60 ଫୁଟ ଓ 16 ଚକା ବିଶିଷ୍ଟ ରହିଥିଲା। ରଥଗୁଡ଼ିକ ଉଚିତ ସମୟରେ ଯାଇ ସ୍ଥଳର ମଧ୍ୟଭାଗରେ ପହଞ୍ଚିଥିଲେ ଏବଂ ରଥଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଯାତ୍ରା ମଧ୍ୟ କରୁଥିଲେ। ଲୋକମାନଙ୍କ ବିଶ୍ୱାସ ପ୍ରଭୁ ତାଙ୍କ ରଥ ନିଜେ ଚଳାଇଥାନ୍ତି। ଯାତ୍ରା ବହୁତ ସୁରୁଖୁରୁରେ ହୋଇଥିଲା। ସୂଚନା ଅନୁଯାୟୀ ଗଭର୍ଣ୍ଣର ଜେନେରାଲଙ୍କ ସଚିବ ମେଜର ସଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ହାଇକୋର୍ଟ ଏହି ରିପୋର୍ଟ ପ୍ରଦାନ କରିଥିଲେ। 1806 ମସିହାରେ ବୁଚାନନଙ୍କ ପତ୍ର ସଂଖ୍ୟା 13 ପ୍ଲେନ୍ ଅଫ୍ ସୁଇସ୍ ଭାରତର ଜଗନ୍ନାଥ କାର୍ଯ୍ୟାଳୟର ନଥି ପୃଷ୍ଠା 17-20 ତାରିଖ ଜୁନ 20, 1806 ସୂଚନା ଅନୁଯାୟୀ ସେ ଲେଖିଛନ୍ତି, ଏଭଳି ଏକ ଦୃଶ୍ୟ ଦେଖିଲେ ଯେ ଜଣେ ତୀର୍ଥଯାତ୍ରୀ ନିଜକୁ ଠାକୁରଙ୍କ ନିକଟରେ ନିଜକୁ ସମର୍ପଣ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ। ରଥ ପ୍ରାୟ 20 ଗଜ ଆଗେଇବା ପରେ ରଥ ଚକ ତଳେ ଶୋଇପଡ଼ିଲେ ଏବଂ ତାଙ୍କ ଉପରେ ରଥ ଚକା ଚଢ଼ିଗଲା ଓ ସେ ମୃତ୍ୟୁବରଣ କଲେ। ସମସ୍ତେ ଠାକୁରଙ୍କ ଜୟଧ୍ୱନି କଲେ ଏବଂ ହଜାର ହଜାର ଲୋକ ସେହି ଶବ ଉପରେ ଚାଉଳ ଓ କଉଡ଼ି ଫିଙ୍ଗିଲେ। 1809 ମସିହା ପୁରୀ ରଥଯାତ୍ରା ବିଷୟରେ ରେଭରେଣ୍ଡ ସ୍ମିଥ ଓ ରେଭରେଣ୍ଡ ଗ୍ରୀନ ପିରିୟଡିକାଲ ଆକାଉଣ୍ଟ ଅଫ୍ ଦି ବ୍ୟାପଟିଷ୍ଟ ମିଶନ 1809 ଦେଇଥିବା ସୂଚନା ଅନୁଯାୟୀ ସବୁ ପୁରୁଷ ମହିଳା ପିଲାମାନେ ମନ୍ଦିର ସାମ୍ନାକୁ ଯିବା ପାଇଁ ଭିଡ଼ କଲେ। ସେମାନେ ଫାଟକ ଦିଗକୁ ଅଗ୍ରସର ହେବା ସମୟରେ ଦଳାଚକଟା ହୋଇ ପ୍ରାୟ 150 ଜଣଙ୍କର ମୃତ୍ୟୁ ଘଟିଥିଲା। 1814 ମସିହା ପୁରୀ ରଥଯାତ୍ରା ଏସିଆଟିକ୍ ଜର୍ନାଲ 25 ଜୁନ 1814 ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଚିଠିରୁ ପ୍ରାପ୍ତ। ଜଣେ ସ୍ତ୍ରୀ 5 ଲୋକ ନିଜକୁ ରଥଚକ ତଳେ ସମର୍ପଣ କରିବାର ଏକ ମର୍ମାନ୍ତିକ ଦୃଶ୍ୟ ଦେଖାଯାଇଥିଲା। ଆଉ ଜଣେ ସ୍ତ୍ରୀ ଲୋକ ତାଙ୍କ ଶରୀରକୁ ଝାସ ଦେବାରେ ବ୍ୟର୍ଥ ହୋଇଥିଲେ ଓ ତାଙ୍କର ହାତ ଦୁଇଟି ଭାଙ୍ଗି ଯାଇଥିଲା। 3 ଜଣଙ୍କର ଭିଡ଼ ଯୋଗୁଁ ମୃତ୍ୟୁ ଘଟିଥିଲା। 1827 ମସିହା ମେ ମାସ 29 ତାରିଖରେ ପୁରୀ ମନ୍ଦିର ରଥଯାତ୍ରା ବିଷୟରେ ମାଜିଷ୍ଟ୍ରେଟ ଇମ୍ପୋ ସରକାରଙ୍କୁ ଚିଠି ଲେଖିବା ଅନୁଯାୟୀ ଯଦିଓ 1817 ମସିହା ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲାରେ ପାଇକ ବିଦ୍ରୋହ ଦମନ କରାଯାଇଥିଲା, କିନ୍ତୁ ଏକ କାହାଣୀ ସୃଷ୍ଟି କରି 1817 ମସିହା ଏପ୍ରିଲ 12 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ପୁରୀ ପାଇକ ବିଦ୍ରୋହୀମାନଙ୍କ ଦ୍ୱାରା କବଳିତ ହୋଇଥିଲା। କେତେକ ସେବାୟତ ତାଙ୍କ ସହ ଯୋଗ ଦେଇଥିଲେ। ଖଜଣାଖାନାରୁ ଯାତ୍ରୀକର ବାବଦରେ ଗଚ୍ଛିତ ଅର୍ଥରୁ କିଛି ଅଂଶ ଅପହରଣ କରିଥିଲେ ବୋଲି ସରକାରଙ୍କୁ ଚିଠି ଦେଲେ। 1821 ମସିହା ପୁରୀ ରଥଯାତ୍ରା ବିଷୟରେ କଟକ ସମ୍ବାଦଦାତାଙ୍କଠାରୁ ଏସିଆଟିକ୍ ଜର୍ନାଲକୁ ଯାଇଥିବା ବାର୍ତ୍ତା ମାର୍ଚ୍ଚ 1822 ରଥଯାତ୍ରା ବହୁତ ବିଳମ୍ବରେ ହୋଇଥିଲା। ଦର୍ଶକମାନେ କମିଗଲେ। ଯାର ସାହେବ ହତୋତ୍ସାହିତ ହୋଇପଡ଼ିଥିଲେ ଏବଂ ପଣ୍ଡିତ ଗୋଷ୍ଠୀ ତାଙ୍କର ଧର୍ମ କର୍ମକୁ ବେଇ ମୋର୍ଦାବାଦର ମଧ୍ୟଭାଗକୁ ଚାଲିଯିବେ ବୋଲି ଧମକ ଦେଉଥିଲେ। ଏହି ଉପରୋକ୍ତ ସୂଚନା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଯୁଗେ ଯୁଗେ ରଥଯାତ୍ରା ପତ୍ରିକା ଓ ଅନ୍ୟାନ୍ୟ ପୁରାତନ ବହିରୁ ଆପଣମାନଙ୍କ ଅବଗତ ପାଇଁ ସଂଗୃହୀତ କରାଯାଇଛି।